जय श्री जगन्नाथ भाई मैंने सर्वप्रथम गुरुदेव गणपति जगदम्ब प्रणाम करी आज हम राष्ट्र शासन को आगू बढ़ेगा राष्ट्र शासन क्रम आम पढ़ुले राशि स्वरूप अध्याय राशि स्वरूप अध्याय को आम पढ़ुले बृहत पराशर होरा शास्त्र बृहत पराशर होरा शास्त्र राशि स्वरूप अध्याय को आम जो पढ़ुचे आम पढ़ुचे महर्षि पराशरंकर तांकर शिष्य मैत्रेयଙ୍କୁ କୁହାଯାଇଥିବା ଶ୍ଲୋକ ଗୁଡାକ ଆମେ ଏଟାକୁ ସିରିଏଲି ବୃହତ ପରାଶର ହୋରା ଶାସ୍ତ୍ର ଷ୍ଟାର୍ଟ କରିଛେ ଏବଂ ସେଇ ରାଶି ସ୍ୱରୂପ ଅଧ୍ୟାୟରେ କ୍ରମେ କ୍ରମେ ଆମେ ଯୋଉ ଜିନିଷ ଗୁଡାକ ଯୋଉ ରାଶି ଗୁଡାକ ପଢୁଛେ ଯୋଉ ଜିନିଷ ଗୁଡାକ ଆମେ ଆଲୋଚନା କରୁଛେ ଏଇଟା ହଉଛି ବଜୁଦ ମୂଳ। ଯେମିତି ଗୋଟେ ଘର ତିଆରି ହବା ପୂର୍ବରୁ ତାର ନିଭ ମାନେ ମୂଳଦୁଆ ପଡେ ଠିକ ସେମିତି ହିଁ ରାଶି ସ୍ୱରୂପ ଅଧ୍ୟାୟ ହଉଛି ମୂଳଦୁଆ। କାରଣ ରାଶିଟା ହଉଛି ଯୋଉ ରାଶିରେ ଚନ୍ଦ୍ର ବସିଗଲା ସେଇଟା ମଣିଷର ରାଶି ବନିଯାଏ। ଠିକ ଅଛି ନା? ତେଣୁ ମୋର କହିବାର ତାତ୍ପର୍ଯ୍ୟ ଯେ ଏଇ ଯୋଉଗୁଡାକ ଆମେ ଡିସ୍କସନ କରିବୁ ସେଇ ଜିନିଷଟା ହିଁ ଆଜ ଇଟ ଇଜ ହବ ସେମିତି ମାନେ ନାହିଁ। କୁଣ୍ଡଳୀରେ ତାର ଫଳ ବିଭିନ୍ନ ପ୍ରକାର ଚେଞ୍ଜ ହୁଏ ଆକର୍ଡିଂ ଟୁ ପ୍ଲେସମେଣ୍ଟ। ପ୍ରତ୍ୟେକ ଲୋକର କୁଣ୍ଡଳୀ ତିଥି ବାର ପଞ୍ଚାଙ୍ଗ ହିସାବରେ ଚେଞ୍ଜ ହେଇକି ବହୁତ କିଛି ଜିନିଷ ତା ଭିତରେ ରହେ ଯୋଉଟାକୁ ଆମକୁ ଦେଖିବାକୁ ପଡିବ। ବଟ ଏଠି ଆମେ କଣ ଦେଖିବାକୁ କଣ କହୁଛୁ? ଆମେ କହୁଛୁ ମୂଳଦୁଆ ପଢୁଛୁ। ମୂଳଦୁଆ ପଢୁଛୁ ମାନେ କଣ ପଢୁଛୁ ନା ରାଶିର ସ୍ୱରୂପଟା କିଭଳି ଭାବରେ ହବ ମହର୍ଷି ପରାଶର କଣ କହିଛନ୍ତି ସେଇଟାକୁ ଆମେ ପଢୁଛୁ। ସେଇ କ୍ରମରେ ଆଜି ଆମେ ପଢିବା କୁମ୍ଭ ରାଶି। କୁମ୍ଭ ରାଶି ହଉଛି କାଳପୁରୁଷ କୁଣ୍ଡଳୀର 11th ରାଶି। ଆଉ ଗୋଟେ ତାର ଦେଖିବାକୁ ଗୋଟେ ପୁରୁଷଟା ହାତରେ ଘୋଡା ମାନେ ଘୋଡା ଗୋଟେ ନେଇକି ଠିଆ ହେଇଥିବ। ଠିକ ଅଛି? ଆଉ ଭୂରା ରଙ୍ଗ, ଠିକ ଅଛି, ଭୂରା ରଙ୍ଗ, ମଧ୍ୟମ ଶରୀର ମାନେ ତାର ଥିଙ୍କିଂ ଟା ଟିକେ ମିଡ ରେ ରହିବ। ଦ୍ୱିପଦ ମନୁଷ୍ୟ ରୂପ ମାନେ ସେ ରାଶିର ଲକ୍ଷଣ ଜଳ ଦିନ ବଳି। ମହର୍ଷି ପରାଶର କହୁଛନ୍ତି ଦିନ ବଳି। ଦିନ ବଳି ମାନେ କଣ? ମାନେ କୁମ୍ଭ ରାଶି ବାଲା ଲୋକ ତାଙ୍କ ଜୀବନର ଇମ୍ପୋର୍ଟାଣ୍ଟ ଡିସିସନ ଗୁଡାକ ଦିନରେ ନେବା ଉଚିତ। ମୋ କଥାଟା ବୁଝିପାରୁଛ ତ? ତାପରେ କଣ? ଜଳ ମଧ୍ୟ ଜଳ ପ୍ରଦେଶରେ ସ୍ଥିତ। ଆଚ୍ଛା, କୁମ୍ଭ ରାଶି ବାଲା ଲୋକ ତାଙ୍କର ଯଦି କୌଣସି ମେଣ୍ଟାଲ ଡିପ୍ରେସନ ହେଲା କିଛି ହେଲା ସେମାନେ ଯଦି ଗୋଟେ ୱାଟର ବଡିଜ ପାଖରେ ଯାଇ ବସି ଯାଆନ୍ତି ତାହେଲେ ତାଙ୍କର ସେ ଜିନିଷଟା ଆପେ ଆପେ ସ୍ପଣ୍ଟେନିୟସଲି ନେଚର ତାକୁ ହିଲ୍ କରିଦିଏ। ନେଚର ହିଲ୍ କରିଦବ। କାହିଁ ହିଲ୍ କରିଦବ ନା କୁମ୍ଭ ରାଶି ବାଲାଙ୍କର ଜେନେରାଲି ଗୋଟେ ଏଇ ଜିନିଷଟା ହୁଏ ଯେ କି ତାଙ୍କର ଭଗବାନ ତାଙ୍କୁ ବନେଇଛି କି ସେ ୱାଟରୀ ଏଲିମେଣ୍ଟ ଭିତରେ ହିଁ ରହିବେ। ଠିକ ଅଛି ନା? ତେଣୁ କୁମ୍ଭ ରାଶି ବାଲା କୌଣସି ବି ଇମ୍ପୋର୍ଟାଣ୍ଟ କାମ କରିବା ପୂର୍ବରୁ ୱାଟର ପିଇବା ଦରକାର, ପାଣି ପିଇବା ଦରକାର। ପାଣି ପିଇକି କାମଟା ଷ୍ଟାର୍ଟ କରିବା ଦରକାର ବା ଡିସିସନ ନେବା ପାଇଁ ହେଲେ ପାଣି ପିଇକି ଡିସିସନ ନେବା ଦରକାର। ଆଙ୍କ ପାଖରେ ଗୋଟେ ୱାଟର ବଟଲ ରହିବା ଦରକାର। ଚାहे ସେ ଯୁଆଡେ ବି ଯାଆନ୍ତି ଯାଆନ୍ତୁ, କୁମ୍ଭ ରାଶି ବାଲାଙ୍କ ପାଖରେ ୱାଟର ବଟଲ ରହିବା ନିହାତି ଆବଶ୍ୟକ। ୱାଟର ଏଲିମେଣ୍ଟ ଗୋଟେ କିଛି ଗୋଟେ ତାଙ୍କ ପାଖରେ ରହିବା ଦରକାର ନିଶ୍ଚିତ ଭାବରେ। ବାୟୁ ପ୍ରକୃତି ଭାଇ ଏମାନଙ୍କର ମୁଡ ସୁଇଙ୍ଗ ଏମିତି ହୁଏ ନା, ତୁମେ ଯଦି କହିବ ତାଙ୍କୁ କୁମ୍ଭ ରାଶି ବାଲାଙ୍କୁ କି କୁମ୍ଭ ରାଶି ବାବୁ ଏଇଟା ଏଇ ଜିନିଷ, ବଟ ସେମାନେ ଯୋଉଟା ଭାବିଛନ୍ତି କୁମ୍ଭ ରାଶି ବାଲା ଯୋଉମାନେ ଯୋଉଟା ଭାବିଛନ୍ତି ସେ ଚାହିଁବେ କି ଏଇ କଥାଟା ତା ମୁହଁରୁ ବାହାରନ୍ତାନି, ମୁଁ ଏଇଟା କରନ୍ତି। ଠିକ ଅଛି? ତ ଯେତିକି କୁମ୍ଭ ରାଶି ବାଲାଙ୍କର ଚାର୍ଟ ଅଛି ସେମାନଙ୍କର ମୁଡ ସୁଇଙ୍ଗ, ଚାहे ସେ ପୁଅ ହଉ ଝିଅ ହେଲେ ତ ହରିବୋଲ, ପୁଅ ବି ହେଲେ ବି ତାଙ୍କର ବି ମୁଡ ସୁଇଙ୍ଗ ହବ। ଠିକ ଅଛି? ଏଟା ନେଚର ସେ ନେଇକି ଆସିଛନ୍ତି। ଆଉ ସେମାନେ ବାଇ ଡିଫଲ୍ଟ ବହୁତ ଡିପ୍ ଥିଙ୍କିଂ କୁ ପଳାନ୍ତି। ବାଇ ଡିଫଲ୍ଟ କୁମ୍ଭ ରାଶି ବାଲା କଣ ପାଇଁ ଯାଆନ୍ତି ସେମାନେ ନିଜେ ବି ଜାଣିନଥାନ୍ତି ମୁଁ ଏତେ କଣ ପାଇଁ ଭାବୁଛି। ଶୂଦ୍ର ବର୍ଣ୍ଣ ଏଇଟା ମାନେ ଏୟା ନୁହଁ ଯେ ସେମାନେ ଶୂଦ୍ର। ସେମାନେ କୁମ୍ଭ ରାଶି ବାଲାଙ୍କର ଗୋଟେ ମନରେ ଗୋଟେ ଗୋଟେ ପଜିଟିଭ ପଏଣ୍ଟ ଗୋଟେ ଥାଏ ଯୋଉଟା କି କହନ୍ତି ସେବା ଭାବ। ସେମାନେ ନିଜକୁ ସେବାରେ ଆପ୍ଲୁତ କରି ରଖିବାକୁ ଚାହାନ୍ତି। ଚାहे ସେ କିଭଳି କୋଉ ଭଳି ଭାବରେ ବି ସେବା ଦିଅନ୍ତୁ କିନ୍ତୁ ତାଙ୍କର ସେବା ମନୋବୃତ୍ତି ରହେ। ମୁଁ ଏଇଟା ଟିକେ କରିଦିଅନ୍ତି କି, ଏଇଟା ଟିକେ କରିଦିଅନ୍ତି କି, ଏଇ ଲୋକଟା ଏମିତି କରିଛି ମୁଁ ଆ ପାଇଁ ଟିକେ କିଛି କରିଦିଅନ୍ତି କି, ଏ ଭାବଟା ତାଙ୍କର ଭିତରେ ରହେ। ପଶ୍ଚିମ ଦିଶେଶ
कुंभ राशि वाला जदि कौनसी जर्नी स्टार्ट करती ताले वेस्ट को किछि बाट जाइकी तापर तांकर निर्दिष्ट दिगरे गले ताले तांकु भल आउ एटा थिला महर्षि पराशरंकर एक्सप्लेनेशन एबे मु मोर फाइंडिंग मु कोन पाइछि मु सेटा शेयर करी भाई काला पुरुष कुंडली रे एटा होछि 11th हाउस जेकोनोसी कुंडली जेकोनोसी लग्न हो आमे तो काला पुरुष कुंडली को बायपास करि परिबेनी काला पुरुष कुंडली माने मेष लग्न कुंडली मु जेतले काला पुरुष कुंडली कहूछ माने आपण माने सियोर हे दिस इज मेष लग्न कुंडली ठीक अछि ना 11th हाउस टाकू कुंभ राशि रूल करे तो कुंभ राशि कोन तादरे माने तार स्पेशलिटी कोन भाई 11th हाउस रो आमे देखू गॉड रियलाइजेशन द मोस्ट इंपोर्टेंट टॉपिक 11th हाउस रो देखू आमे संग very very important topic as far as living is concerned 11th हाउस रो देखो लाभ चाहे भलर लाभ हो खराब रो भी लाभ हो 11th हाउस रो देखो आय इनकम टा भी 11th हाउस रो देखो मो कथाटा बुझी परछ तो भाग्य को उन्नत करिया पे भाग्यर पराक्रम टा भी 11th हाउस रो देखो आ सबुठो इंपोर्टेंट कथा एटा भाग्य केतेबेले भी पलटी मारी पारे जेतु 11th हाउस होची 8th हाउस रो 4th हाउस तुम भाग्य तुमको केते मात्रा रे हेल्प करिवो इट डिपेंड्स कि तुमे केते मात्रा रे काहा को प्रॉब्लम रे पड़ला बेले हेल्प करिचो आ केते निस्वार्थ निस्वार्थ भाव रे हेल्प करिचो मो कथा बुझी परछ तो विश्वास कर कुंभ राशि वाला ना भारी भेरी फिक्स्ड राशि है भाई से समस्तଙ୍କର शुणी नेबे सुनो सबकी करो मन की ये भाई कुंभ राशि ପାଇଁ पूरा फिट बसे सुनो सबकी करो मन की एटा कुंभ राशि वाला ପାଇଁ फिट बसे सो तांको ज्ञान दबार कोनसे आवश्यकता नहीं से ऑलरेडी ज्ञान नहीं की जन्म होइछन दे आर भेरी इनोवेटिव भेरी इंक्यूजिटिव से माने बहुत ही इनोवेटिव इंक्यूजिटिव एवं से माने ह्यूमैनिटेरियन टास्क करियो बहुत भल पांती एवं से गोटे कर्म जति तांकर करिवार थिबो ना सेतरे से लागी रहंती लोक माने आचंबित होई कि से कुंभ राशि वाला जति गोटे जिंस मुंडे पुरई देला ना एक रा तो शनि रो राशि चाहे से स्लो हो चाहे से फास्ट हो से करिवो ही करिवो भाई हेले असुविधाटा कोन हुए तांको ना से माने ना डिसीजन नवा पूर्व निजे सियोर होंतिनी सेट पे तांको प्रॉब्लम हुए कुंभ राशि वाला ठीक अछि आउ एमाने एमानकर जीवनर सर्वप्रथम धर्म होला एमाने डिससैटिस्फाइड रहिबे ही रहिबे एमाने डिससैटिस्फैक्शन नै की जन्म होइचंती मनरे भगवान आंको ब्लेस करचंती डिससैटिस्फैक्शन चाहे चंद्र रे भी पहुंच जिबे एमाने आंकर डिससैटिस्फैक्शन जीवनी मु सबुठु छोट छोट इश्यू को कहूची कुंभ राशि देखिलो भाई से कोन ना कोन कारण पे डिससैटिस्फाइड थिबो को नक्षत्र कुंभ राशि रे आसे ना धनिष्ठा आसे मंगलर नक्षत्र शतभिष आसे राहुर नक्षत्र एवं पूर्व भाद्रपद आसे गुरुर नक्षत्र ए तीनिटा जिनिस तीनिटा नक्षत्र आसे धनिष्ठा नक्षत्र धनिष्ठा कुंभ वाला मार्शियन ट्रेड्स नहीं की जन्म होइथांती एवं सेमाने जो भली भाबरे प्लानिंग करिके काम करंती शतभिष वाला कोन करंती ना आउट ऑफ बॉक्स थिंकिंग करी काम करंती जोटा केही करनती सेमाने सेटा करथि आ तांकर एते माने अनऑर्थोडॉक्स अप्रोच रहे प्रत्येक जिंस प्रति एटा कहिया बाहर ठीक अछि ना आउ पूर्व भाद्रपद नक्षत्र गुरु नक्षत्र भी एथरे आसे पूर्व भाद्रपद नक्षत्र पूर्व भाद्रपद नक्षत्र होउची सेटा होउची महादेवଙ୍କର ଗୋଟେ ଅଜୟ ଏକ ପଦ ଗୋଟେ ଏକାଦଶ ରୁଦ୍ର ଭିତରେ ଗୋଟେ ଅଜୟ ଏକ ପଦ ଅଛି ଗୋଟେ ନା ଅଛି ସେ ତାର ଡେଇଟି ପୂର୍ବ ଭାଦ୍ରପଦ ନକ୍ଷତ୍ର କୁମ୍ଭ ଯଦି କାହାର କିଏ ମିଳିଗଲା ଇଟ୍ ଇଜ ବେଟର
not to mess with him. ସେମାନେ ଜେନେରାଲି ଭୈରବର ଏନର୍ଜି କ୍ୟାରି କରିକି ଚାଲନ୍ତି ମନରେ। ମୋ କଥାଟା ବୁଝିପାରୁଛ ତ? ତ କୌଣସି କାମ ହଉନି ଯଦି, ତାହେଲେ ତୁମେ ଶତ ବିଷୟ କୁମ୍ଭକୁ ଦେଇଦିଅ, ସେ ଯେନ ତେନ ପ୍ରକରଣର କାମ କରିଦବ। ଯଦି ତମକୁ ଗୋଟେ ସାଙ୍ଗ ଦରକାର, ଆଉ କୁମ୍ଭ ରାଶିର ସାଙ୍ଗ, ଆଉ ଭାଇ ଶୁଣ, କୁମ୍ଭ ରାଶି ସାଙ୍ଗ ଭାଇ ସେ ଜୀବନ ସାରା ପାଇଁ ସାଙ୍ଗ ରହନ୍ତି। ଚାहे ସାମ୍ନା ବାଲା ତାଙ୍କୁ କେତେ ତଡ଼ିତ ଦଳିତ ନିଷ୍ପେଷିତ ତା ଯୋଗୁ ସେମାନେ ପଛେ ବ୍ଲେମ ସହିଯାଆନ୍ତୁ, ତା ଯୋଗୁ ସେମାନେ ତାର ଅଡିଓ ଅଧୁଳି ସହିଯାଆନ୍ତୁ, କିନ୍ତୁ ଏ ଯୋଉ ସାଙ୍ଗ ବନନ୍ତି ନା କୁମ୍ଭ ରାଶି ବାଲା, ये जीवन सारा भाई सांग बनला वाला भाई, ये ଦି ଦିନିଆ ସାଙ୍ଗ ନୁହଁ। ଠିକ ଅଛି ନା? ଏକ ତ ଏମାନେ ସାଙ୍ଗ ବନାନ୍ତିନି ବେଶୀ, ଆଉ ଯୋଉମାନେ ବନାନ୍ତି ଏମାନେ ଚାଲନ୍ତି, ତାଙ୍କର ଚାଲେ, ଜୀବନ ଧରିକି ଚାଲେ ସେ। କୁମ୍ଭ ରାଶି ବାଲାଙ୍କୁ ଯେମିତି କହିଲି ଯେ ଡିସାଟିସ୍ଫାଏଡ ରହନ୍ତି, ଗୋଟେ ଡିସାଟିସ୍ଫାକ୍ସନ କଣ ପାଇଁ ଆସିବ? ସେମାନେ ଗୋଟେ ଜିନିଷର ଯଦି ପିଆଜ ଚୋପା ଛଡେଇଲା ଭଳିଆ କି ବନ୍ଧାକୋବି ଚୋପା ଛଡେଇଲା ଭଳିଆ, ଏଇଟା ପରେ କଣ, ସେଇଟା ପରେ କଣ, ସେଇଟା ପରେ କଣ, ତାଙ୍କ ମୁଣ୍ଡରେ ସେଟା ସବୁବେଳେ ଚାଲିଥାଏ। କିଛି ନା କିଛି ଗୋଟେ ଯୋଉ ଆମେ ଭୁଲିକି ମାନେ କରିକି କହିକି ଭାବିକି ଭୁଲି ଯାଉ, ସେମାନେ ତାର ଡିପ୍ ଥିଙ୍କର ଥାନ୍ତି। ସେମାନେ ଏଇଟା କରିପାରିଲିନି, ସେଇଟା କରିପାରିଲିନି, ଏମିତି ହେଇଥିଲେ ଭଲ ହେଇଥାନ୍ତା, ଏମିତି ହେଇଥିଲେ ଠିକ ହେଇଥାନ୍ତା। ଆଣ୍ଡ ଦେ ଆର୍ ଭେରି ଭିଜନାରୀ। ଏବଂ ତାଙ୍କର ଆପ୍ରୋଚ ଯୋଉ ରହେ ନା, ସେଟା ଜେନ୍ୟୁଇନ୍ ଆପ୍ରୋଚ ରହେ, ପ୍ରୋଭାଇଡେଡ ତାଙ୍କ ମୁହଁକୁ ରାହୁ ନ ଦେଖୁଥିବା ଦରକାର। ଠିକ ଅଛି ଭାଇ, କୁମ୍ଭ ରାଶି ବାଲା ତାକୁ ତୁମେ କହିବ ତୁ ମୋ ହିସାବରେ ଚାଲ, ସେ ଚାଲିବନି, କଦାପି ଚାଲିବନି। ଦେ ନିଡ ଫ୍ରିଡମ, ଦେ ନିଡ ଦେୟାର ଓନ୍ ଆପ୍ରୋଚ, ଦେ ନିଡ ଦେୟାର ଓରିଜିନାଲିଟି। ତାଙ୍କୁ ତୁମେ ତାଙ୍କର ସ୍ପେସରେ ରଖି କଥା କହିବ, ତା ଉପରେ ଅଧିକାର ଜାହିର କରିବା ଆବଶ୍ୟକତା ନାହିଁ, କାରଣ ସେମାନେ ବାଇ ଡିଫଲ୍ଟ ହିଁ କେୟାରିଂ ଥାନ୍ତି। ତାଙ୍କ ପର୍ସନାଲ ସ୍ପେସ ଭିତରେ ସେମାନେ କମ୍ପ୍ରମାଇଜ କରିବେ ନାହିଁ କୁମ୍ଭ ରାଶି ବାଲା, କ୍ଲିୟର କଟ କଥା ମନେ ରଖିଥାଅ। ଯଦି କୁମ୍ଭ ରାଶି ବାଲା ଡିସିପ୍ଲିନ ରହିଲା, ତାହେଲେ ମୁଁ ବିଶ୍ୱାସ କର ସେ ଚନ୍ଦ୍ରକୁ ବି ନେଇ ଆସିବ ପୃଥିବୀକୁ। ବିଶ୍ୱାସ କର, ମୁଁ ଏମିତି କୁମ୍ଭ ରାଶିର ଟ୍ରେଡ୍ସ ଦେଖିଛି। ଜେନେରାଲି ସେମାନେ, ମୋର ସଜେସନ କୁମ୍ଭ ରାଶିର ଲୋକମାନଙ୍କ ପାଇଁ, ସେମାନେ ଡିସିପ୍ଲିନ ରହିବା କଥା। ଡିସାଟିସ୍ଫାଏଡ ଭଲ ହିଁ ରୁହନ୍ତୁ, କିଛି ଅସୁବିଧା ନାହିଁ, ଡିସିପ୍ଲିନ ରହିବା କଥା, ତାଙ୍କ ଡିସିପ୍ଲିନ ବ୍ରେକ୍ ନ ହବା ଦରକାର। ଆଉ ସେମାନେ ବହୁତ ସିକ୍ରେଟିଭ ଥାନ୍ତି, ଏତେ ନିଜର କୌଣସି କଥା ସେୟାର କରନ୍ତିନି। ବଟ୍ କଣ ବି ହଉ କଣ ନ ହଉ ମୋର ସେଟା ଜାଣିବାର ନାହିଁ, ମୋର ଖାଲି ଏତିକି କହିବାର ଅଛି କି ଦେ ମଷ୍ଟ ପଜେସ୍ ଡିସିପ୍ଲିନ। ସେ ଯଦି ଡିସିପ୍ଲିନରେ ନ ରହିବେ, ତାଙ୍କର ଛୋଟ ଛୋଟ କାମ ବି ବିକ୍ରି ଯିବ, କେହି ତାଙ୍କୁ ସେଭ୍ କରିବା ପାଇଁ ଆସିବେନି। ତ ଆଜିର ସେସନରେ ଆମେ କୁମ୍ଭ ରାଶି ବିଷୟରେ ଜାଣିଲେ। ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ। ନେକ୍ସଟ ସେସନ ଆମେ ପଢିବା ମୀନ ରାଶି।